ओम प्रणाम सप्रेम जय जीव दिव्य आत्मन। नववर्ष 2024 आपण मानक समस्त गोटे संकल्प वर्ष हो, गोटे साधनार वर्ष हो, सिद्धिर वर्ष हो, यही भली अनेक शुभेच्छा सह आज गोटे नूतन वीडियो यही नववर्ष अवसर में आपण मानक सम्मुखें उपस्थापन करने जाऊँगी। एसहित मु कहवाक चाहिए आपण मैंने जो भाव में अनेक दिन मो सहित बाई चैनल सहित जोड़ी अछंती एवं आपण मानकर अमूल्य मतामत आपण मानकर सही अदृश्य आशीर्वाद सदिच्छा निश्चित रूप से मते आगो को बढ़िबारे साहाय्य करिवो, जाफल कि आपण मानक सम्मुखरे आध्यात्मिक ज्ञानर रहस्य तत्व मु आपण मानक निकटरे उपस्थापन करिवारे सक्षम हेबी। जहा पुनर्बार आपण मान समस्त को मोर समस्त गुरुजन साधक साधिका मुनि भाई बंधु ज्ञानी सज्जन समस्त को हृदयर गभीरतम प्रदेश यही नववर्ष 2024 पाई आपण मानक अनेक अनेक शुभेच्छा एवं शुभ अभिनंदन। तो आज गोटे गुरुत्वपूर्ण विषय आलोचना हो जाउछि, से होछि मु आत्मानंद देही मो बिनु अन्य गति नहीं। तो आपण बुझी सारी कि भाव में ये आत्मा होउछंती बा आममानकर स्वरूप निज स्वरूप जो चैतन्य सत्ता बा आत्मा से सदा आनंदित सत्ता, से देह नुहंती से देही, से दृश्य नुहंती से द्रष्टा, किंतु सेई आनंदित अवस्था सहित आम किभली भाव में परिचित हेबा, से आनंदित अवस्था रे किभली भाव में आमे माने उपस्थित हो परिबा, से सत्ता सहित निजर की संपर्क अच्छी किभली भाव में आमे ताकू जानी परिबा। तेणु ये प्रश्न आसीबो, जदि मु जड़े जीव रूप रे मनुष्य रूप रे चैतन्य रूप रे मु आत्मा मु सदानंद कहीं मुझे आनंद तो अनुभव करि पारु नाही। मोर जीवन दुख जंत्रणा हताशा हा हुताश रे कालातिपातम करुछि, कहीं से आनंद सहित मु परिचित हो पारु नाही। वास्तव रे यह सत्य कथा, यह आपण मानकर अनुभव करिसेंती अंगे निभा कथा। ए जीवन दुखे कटे, जन्म दुख, यौवन दुख, जरा दुख, व्याधि दुख, मृत्यु दुख, किंतु यही जन्म मृत्यु चक्र भितर भी जेते दुख पाइले भी मनुष्य बारंबार जन्म ग्रहण करि थाए, मातृ कोल को आसी थाए, कहीं आसता आज्ञा निश्चित रूप से किसी गोटे कारण अच्छी, गोटे महत्व उद्देश्य अच्छी। मनुष्य बारंबार यही मृत्यु लोक निजर पाद थापी थाए, से होछि से सदानंद अवस्था रे पहुँचवा बा से सदानंद जो आत्मिक अवस्था चैतन्य अवस्था, से अवस्था रे निजको आविष्कार करिवा। तेणु निजे ही आमे आत्मस्वरूप चैतन्य स्वरूप द्रष्टा अमृत तत्व
ବାସ୍ତବିକ ସତ୍ୟ ଏବଂ ସୁଖ ଦୁଃଖ ଊର୍ଦ୍ଧ୍ୱରୁ ଯେଉଁ ଅବସ୍ଥା ଯାହାକୁ ଆନନ୍ଦ ଅବସ୍ଥା କହନ୍ତି, ତାହା ଆମମାନଙ୍କର ନିଜସ୍ୱ ଅତି ନିଜର, ସେ ଆମର ଅତି ଘନିଷ୍ଠ, ସେ ସ୍ୱୟଂ ଆମେ ନିଜକୁ ନିଜେ ସେ ଆନନ୍ଦ ସତ୍ତା। କିନ୍ତୁ ଏହାକୁ ଅନୁଭବ ଆମେ ଯେ ପର୍ଯ୍ୟନ୍ତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏହି ମର୍ତ୍ତ୍ୟମଣ୍ଡଳ ଯେତେ ଦୁଃଖଦାୟକ ହେଲେ ବି ଆମ୍ଭେମାନେ ଜନ୍ମଗ୍ରହଣ କରୁଥିବା, ଯେପର୍ଯ୍ୟନ୍ତ ସଦ୍ଗୁରୁ ସତ୍ସାହିତ୍ୟ ସାଧନାର ସମ୍ପର୍କରେ ଆମେ ଆସିନାହାନ୍ତି, ସେ ପର୍ଯ୍ୟନ୍ତ ନିଜର ଯେଉଁ ସ୍ୱରୂପ ସଚ୍ଚିଦାନନ୍ଦ ତତ୍ତ୍ୱ, ସେଥିରେ ଉପନୀତ ହେବା ଏକ ପ୍ରକାର ଅସମ୍ଭବ ପ୍ରାୟ ଲାଗେ। ତେଣୁ ନିଜର ଆନନ୍ଦିତ ସ୍ୱରୂପରେ ଉପସ୍ଥିତ ହେବା ବା ନିଜକୁ ଜଣେ ଚୈତନ୍ୟ ସତ୍ତା, ଆନନ୍ଦ ସତ୍ତା ରୂପରେ ଗ୍ରହଣ କରିବାରେ ଯେଉଁ ବାଧା ସୃଷ୍ଟି ହୁଏ, ନିଜକୁ ଆବିଷ୍କାର କରିବାରେ, ନିଜର ଆତ୍ମତତ୍ତ୍ୱକୁ ବା ନିଜକୁ ନିଜେ ଆମ୍ଭେମାନେ ଆବିଷ୍କାର କରିବାରେ ଆମେ ଅକ୍ଷମ ହେଉ, ଅସଫଳ ହେଉ, ଏହାର କାରଣ କିଛି ବାଧା ଅଛି ଆଜ୍ଞା। ସେ ବାଧା ନିଶ୍ଚିତ ରୂପରେ ଆମ୍ଭମାନଙ୍କ ଜୀବନରେ ସମସ୍ୟା ସୃଷ୍ଟି କରେ। ଖାଲି ଆଧ୍ୟାତ୍ମିକ ବିଦ୍ୟାରେ ନୁହେଁ ଆଜ୍ଞା, ସଂସାରର ଯେକୌଣସି କର୍ମ କରିବେ, ସତ୍କର୍ମ କରିବେ, ସେଥିରେ ବାଧା ଆସିବା ସ୍ୱାଭାବିକ, ଯାହାକି ଆପଣମାନେ ସମସ୍ତେ ଅନୁଭବ କରିଥିବେ। ଏହି ପରିପ୍ରେକ୍ଷୀରେ ଗୋଟିଏ କାହାଣୀ ମନେ ପଡ଼େ, ଶାସ୍ତ୍ର ବର୍ଣ୍ଣିତ, ଯାହାକି ଆପଣ ଯୋଗେଶ୍ୱର ଶ୍ରୀକୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ଘଟିଥିଲା। ଆପଣ এই କାହାଣୀଟିକି ବୁଝନ୍ତୁ, ଏହାର ମର୍ମକୁ ବୁଝନ୍ତୁ, ନିଶ୍ଚିତ ରୂପରେ ଆପଣ ଏଥିରେ ଏକମତ ହେବେ ଏବଂ ବହୁ ଶିକ୍ଷା ଲାଭ କରିବେ। ଗୂଢ଼ ରହସ୍ୟ ଏହି କାହାଣୀରେ ଅଛି ବା ଏହି ଘଟଣାରେ ଅଛି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ କି ବ୍ରହ୍ମବିଦ୍ୟା ପ୍ରାପ୍ତିରେ ବା ନିଜକୁ ଆବିଷ୍କାର କରିବାରେ ବହୁତ ଗୁଡ଼ିଏ ବାଧାବିଘ୍ନ ଆସେ। ସେ ବାଧାବିଘ୍ନକୁ ଆପଣଙ୍କର ଯୋଦ୍ଧା ଆକାରରେ ବର୍ଣ୍ଣନା କରିଛନ୍ତି। ସେ କହିବାକୁ ଯାଇ କହିଛନ୍ତି, ବ୍ରହ୍ମବିଦ୍ୟା ପ୍ରାପ୍ତିରେ ବାଧାବିଘ୍ନ ଘଟାଇବା ପାଇଁ କି 1 କୋଟି ଧନୁର୍ଦ୍ଧର ଯୋଦ୍ଧା ଠିଆ ହେଇଥାନ୍ତି। ଅର୍ଥାତ୍ ଯଦି ଆପଣ ବ୍ରହ୍ମବିଦ୍ୟା ପ୍ରାପ୍ତ କରିବା ପାଇଁ ଚାହିଁବେ, ଆପଣଙ୍କର 1 କୋଟି ଧନୁର୍ଦ୍ଧର ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିବ। ପୁନଶ୍ଚ ଯଦି ସତ୍ସଙ୍ଗ କରିବା ପାଇଁ ଆପଣ ମନସ୍ଥ କରିବେ, ତାହେଲେ ଆପଣଙ୍କୁ 50 ଲକ୍ଷ ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିବ ବା ସେମାନଙ୍କର ସାମ୍ନା କରିବାକୁ ପଡ଼ିବ। ପୁନଶ୍ଚ ଯଦି ଆପଣ ଗଙ୍ଗା ସ୍ନାନ କରିବା ପାଇଁ ଚାହାନ୍ତି, ତେବେ 25 ଲକ୍ଷ ଯୋଦ୍ଧାଙ୍କ ସହିତ ଆପଣଙ୍କୁ ଲଢ଼ିବାକୁ ପଡ଼ିବ। ଏବଂ ଯଦି ଆପଣ ଦାନ ଦେବା ପାଇଁ ଇଚ୍ଛା କରନ୍ତି, ତେବେ ଆପଣଙ୍କୁ 12,50,000 ଯୋଦ୍ଧାଙ୍କ ସହିତ ଲଢ଼ିବାକୁ ପଡ଼ିବ। ଭଗବାନଙ୍କର ଶ୍ରୀମୁଖରୁ ଏହିଭଳି କଥା ଶୁଣି ଭୀମସେନ ହସିଦେଲେ। କହିଲେ, ଭଗବାନ, ଆପଣ ଯେଉଁ କଥା କହୁଛନ୍ତି, ଏହା ମୋତେ ଆଈ ବୁଢ଼ୀ କାହାଣୀ ଭଳି ଲାଗୁଛି। ଭଗବାନ କହିଲେ, ନା ନା, ଏକଥା ମିଛ ନୁହେଁ, ଏହା ଶାସ୍ତ୍ର ବଚନ। ଭୀମସେନ କହିଲେ, ଠିକ୍ ଅଛି ଆଜ୍ଞା, ଏହାର ମୁଁ ପ୍ରମାଣ ଆସନ୍ତାକାଲି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବି। ମୁଁ ମିଥ୍ୟା ବୋଲି ପ୍ରମାଣ କରିଦେବି। ତେଣୁ ରାତି ପାହିଛି। ଭୀମସେନ
ଅତି ଭୋରୁ ଘୋଡ଼ା ଚଢ଼ିକି ସେଇ ଗଙ୍ଗା କୂଳକୁ ଯାଇଛନ୍ତି ଏବଂ ଗଙ୍ଗା କୂଳର ଆପଣଙ୍କ ତଟରେ ବହୁବାର ବୁଲାବୁଲି କରିଛନ୍ତି, ଏକଡ଼ ସେକଡ଼ ହୋଇଛନ୍ତି ଏବଂ ଦେଖିବାକୁ ପାଇଛନ୍ତି ଆପଣଙ୍କର 25 ଲକ୍ଷ ଯୋଦ୍ଧା କ'ଣ ଗୋଟିଏ ବି ଯୋଦ୍ଧା ନାହାନ୍ତି, କି ଅଶ୍ୱ ନାହିଁ, କି ଧନୁର୍ବାଣ ନାହିଁ, କିଛି ବି ନାହିଁ। ତେଣୁ ସିଏ ଅତି ସତର୍କତା ସହିତ ଦେଖୁଛନ୍ତି, ବୁଲୁଛନ୍ତି କେଉଁଠି ଯୋଦ୍ଧାମାନେ ଲୁଚିଛନ୍ତି। ଏହିଭଳି ଭାବରେ ଭୀମସେନଙ୍କର ସେହି ଦିନଟି ଅତିକ୍ରାନ୍ତ ହୋଇଛି। ସକାଳୁ ସଞ୍ଜ ହୋଇଛି ଏବଂ ସୂର୍ଯ୍ୟ ଅସ୍ତଗାମୀ ହୋଇଛନ୍ତି। ଭୀମସେନ ଆପଣଙ୍କର ଘରକୁ ଫେରିଛନ୍ତି ଏବଂ ଭଗବାନଙ୍କ ଠାରେ ସେଇ ଘଟଣାବଳୀ ଆସି କହିଛନ୍ତି। କହିଲେ, ଦେଖିଲେ ତ ମୁଁ ସତ କଥା କହୁଥିଲି, ଆପଣ ମିଛ କହୁଛନ୍ତି, ଆପଣଙ୍କ କାହାଣୀ ଆଇମା କାହାଣୀ ଭଳି ମିଥ୍ୟା ଅବାସ୍ତବ। ଏକଥା ଶୁଣି ଭୀମସେନଙ୍କ ଠାରୁ ଭଗବାନ ଶ୍ରୀକୃଷ୍ଣ କହିଲେ, ଆପଣଙ୍କୁ କେହି ଯୋଦ୍ଧା ମିଳିଲେ ନାହିଁ ନୁହେଁ କି? ଭୀମସେନ କହିଲେ, ହଁ ଆଜ୍ଞା, ଗୋଟିଏ ବି ଯୋଦ୍ଧା କେହି ନାହାନ୍ତି, ନା ଅଶ୍ୱ ଅଛି ନା ଅସ୍ତ୍ରଶସ୍ତ୍ର ଅଛି। ଗଙ୍ଗା କୂଳରେ ତ ଗୋଟିଏ ହେଲେ ଯୋଦ୍ଧା ନାହାନ୍ତି। ଏକଥା ଶୁଣି ଭଗବାନ ଶ୍ରୀକୃଷ୍ଣ ଅଳ୍ପ ହସିଦେଲେ। କହିଲେ, ଆଚ୍ଛା, ଯୋଦ୍ଧାମାନେ ତ ମିଳିଲେ ନାହିଁ, ଠିକ୍ କଥା, କିନ୍ତୁ ଆପଣ କହନ୍ତୁ ତ ସକାଳୁ ସନ୍ଧ୍ୟା ଯାଏ ଆପଣ ସେ ଜାଗାରେ ଉପସ୍ଥିତ ଥିଲେ, ଗଙ୍ଗାକୁ ଦର୍ଶନ କରିଛନ୍ତି, ଆପଣ ସ୍ନାନ କରିଛନ୍ତି? ଭୀମସେନ ଆଶ୍ଚର୍ଯ୍ୟ ହୋଇ କହିଲେ, ସ୍ନାନ ତ ଦୂରର କଥା, ମୁଁ ଆଚମନ ଏବଂ ଜଳପାନ କରିବାକୁ ବି ଭୁଲି ଯାଇଛି। ମୋ ମୁଣ୍ଡରେ ତ ଗୋଟିଏ ଭୂତ ସବାର ହେଇଥିଲା, କିଭଳି ମୁଁ ସେଇ ଆପଣଙ୍କର ସେଇ ଯୋଦ୍ଧାମାନଙ୍କୁ ଦେଖିବି, ସେଇ 25 ଲକ୍ଷ ଯୋଦ୍ଧାଙ୍କୁ କିପରି ଦେଖିବି, ସେଇ ଭାବନାରେ ମୁଁ ବ୍ୟସ୍ତ ରହିଥିଲି। ଏହାପରେ ଭଗବାନ ଭୀମସେନ ପିଠିରେ ହାତ ଥାପୁଡ଼େଇ କହିଲେ, ତାହେଲେ ମୋ ଶାସ୍ତ୍ର ବଚନ ତ ପ୍ରମାଣିତ ହୋଇଗଲା, ଆପଣ ଏହାର ପ୍ରମାଣ ପାଇଗଲେ। ଭୀମସେନ ପ୍ରକୃତିସ୍ଥ ହେଲେ, ସିଏ ବୁଝିବାକୁ ଲାଗିଲେ। ତେଣୁ ଭଗବାନ କହିଲେ, ଯୋଦ୍ଧାମାନେ ଆଖିକୁ ତ ଦେଖାଗଲେନି ସତ, କିନ୍ତୁ ଆପଣଙ୍କୁ ଗଙ୍ଗା ସ୍ନାନ କରିବାରେ କିଏ ବାଧା ଦେଲା? କେଉଁ ସମସ୍ୟା ସୃଷ୍ଟି ହେଲା ଯେ କି ଆପଣ ସକାଳୁ ସଞ୍ଜ ଗଙ୍ଗା କୂଳରେ ଥାଇ ବି ଗଙ୍ଗାରେ ସ୍ନାନ କରିବା ତ ଦୂର କଥା, ଆପଣ ସେଇ ପାଣିକୁ ଟିକେ ପିଇନାହାନ୍ତି, ସିଞ୍ଚନ ବି କରିନାହାନ୍ତି ନିଜ ଦେହରେ। କିଏ ଆପଣଙ୍କୁ ବାଧା ଦେଲା? ଏହାପରେ ଭୀମସେନ ସବୁକିଛି ବୁଝିଛନ୍ତି ଏବଂ ଏହି ଶାସ୍ତ୍ରବାଣୀର ଯେଉଁ ସତ୍ୟାସତ୍ୟ ତା ହୃଦୟଙ୍ଗମ କରିଛନ୍ତି। ତେଣୁ ବାସ୍ତବରେ ଶାସ୍ତ୍ରରେ ଯେଉଁ ଯୋଦ୍ଧାମାନଙ୍କର କଥା ବର୍ଣ୍ଣନା କରାଯାଇଛି, ଏଠି ପ୍ରକୃତିରେ ଯୋଦ୍ଧାମାନେ ଅର୍ଥ ଅସ୍ତ୍ରଶସ୍ତ୍ର ଧରିକି ଆପଣଙ୍କୁ ଘୋଡ଼ା ଚଢ଼ିକି ଯୁଦ୍ଧ କରିବେ ନାହିଁ। ଯେକୌଣସି ସତ୍ କାର୍ଯ୍ୟ ଆପଣ କରିବାକୁ ଯିବେ, ଆପଣମାନଙ୍କର ସେହି ସତ୍ କାର୍ଯ୍ୟରେ ବାଧା ସୃଷ୍ଟି କରିବ ଆପଣମାନଙ୍କର ମନର ବୃତ୍ତି। କୋଟି କୋଟି ଲକ୍ଷ ଲକ୍ଷ ବୃତ୍ତି ସେହି ବ୍ରହ୍ମ ବିଦ୍ୟା ପ୍ରାପ୍ତିରେ ବାଧା ସୃଷ୍ଟି କରିବେ ବା ଦାନ ପୁଣ୍ୟ ଆଦି କାର୍ଯ୍ୟରେ
ବାଧାବିଘ୍ନ ଘଟାଇବେ। ଆପଣ ଦାନ ଦେବାକୁ ଯାଉଥିବେ, କିଛି ଅର୍ଥର ଆସି ସେହି ସମୟରେ ଭାବନା ଆସିବ ଏଇ ଅର୍ଥଟା ମୋର ଅମୁକ କାମରେ ଲାଗିବ ବା ମୁଁ ଆକୁ କାହିଁକି ଦେବି। ବିଭିନ୍ନ ପ୍ରକାର ଏଇଭଳି ନକାରାତ୍ମକ ଭାବନା ଆସିବ, ଯାହାଫଳରେ କି ଆପଣ ସେଇ ଦାନ ଦେବାର ଅବସରଟି ଆପଣ ହାତଛଡ଼ା କରିବେ। ଠିକ୍ ସେଇଭଳି ଭାବରେ ମଣିଷ ଯେଉଁ ମୁକ୍ତି, ଆନନ୍ଦ, ମୋକ୍ଷ ପ୍ରାପ୍ତି, ଈଶ୍ୱର ପ୍ରାପ୍ତି ନିଜକୁ ଜାଣିବା ପାଇଁ ଯେ ପ୍ରଚେଷ୍ଟା କରେ, ମନ ତାହାକୁ ବାରମ୍ବାର 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 ଦିନକୁ ଦିନ ଗଡ଼େଇ ଚାଲେ। ଯଦି କୌଣସି ସତ୍ସଙ୍ଗ ସଂସ୍ପର୍ଶରେ ଆସି ଆପଣଙ୍କ କାନରେ ସେ ମୁକ୍ତି ଆନନ୍ଦ କଥା ପଡ଼ିଥାଏ, ଆପଣ ଭିତରେ ଗୋଟିଏ ଭାବ ସୃଷ୍ଟି ହୁଏ, କିଭଳି ଭାବରେ ସେଇ ଆନନ୍ଦର ଅଧିକାରୀ ହେବି ବା ସେଇ ତତ୍ତ୍ୱରେ ଉପନୀତ ହେବି। ତେଣୁ ଆପଣମାନେ ସାମାନ୍ୟତମ ଗୋଟିଏ ସଂକଳ୍ପ ନିଅନ୍ତି, କିନ୍ତୁ ସେ ସଂକଳ୍ପ କେବେ ସାକାର ହେବା ପାଇଁ ଆପଣମାନଙ୍କର ଯେଉଁ ବୃତ୍ତି ଅଛି, ମନ ଅଛି, ତାହା ସେ ସଫଳିତ ହେବା ପାଇଁ ବାଧା ସୃଷ୍ଟି କରି ସିଏ ଆପଣଙ୍କୁ ଦିନକୁ ଦିନ ଗଡ଼ାଇବା ଚାଲେ। ଆପଣ ମନସ୍ଥ କରିଥିବେ କିଭଳି ଭାବରେ ଗୋଟିଏ ସତ୍ସଙ୍ଗ ଯିବା ପାଇଁ, ସେ ସତ୍ସଙ୍ଗର ଡେଟ୍ ବା ସମୟ ଉପସ୍ଥିତ ହେଲେ ଆପଣଙ୍କ ଏମିତି କିଛି କାର୍ଯ୍ୟ ଆସିବ ବା ଆପଣଙ୍କ ମନରେ ଏପରି କିଛି ଭାବ ଆସିବ, ଯାହାଫଳରେ କି ଆପଣ ସେ ସତ୍ସଙ୍ଗ ସହିତ ଜଡ଼ିତ ହୋଇପାରିବେ ନାହିଁ, ସାଧୁ ସାନ୍ନିଧ୍ୟ ଲାଭ କରିପାରିବେ ନାହିଁ, ସତ୍ସଙ୍ଗରୁ ବଞ୍ଚିତ ହେବେ ବା ଆପଣ ସମୟ ସମୟରେ ସମ୍ପୂର୍ଣ୍ଣ ଭୁଲି ଯାଆନ୍ତି। ଠିକ୍ ସେଇଭଳି ଭାବରେ ସେ ବ୍ରହ୍ମଜ୍ଞାନ ପ୍ରାପ୍ତି ପାଇଁ, ସେହି ସାଧନା କରିବା ପାଇଁ ଆମ୍ଭେମାନେ ଯେତେବେଳେ ମନସ୍ଥ କରୁ, ସେତେବେଳେ ମନ ଭିତରେ ବିଭିନ୍ନ ପ୍ରକାରର ନାହିଁ ନଥିବା ଭାବନା ଆସେ। ବର୍ତ୍ତମାନ ତ ସମୟ ହୋଇନାହିଁ, ମୋର ବାଲ୍ୟ ଅବସ୍ଥା ବା ଯୁବକ ଅବସ୍ଥା, ତେଣୁ ଆଉ କିଛି ବୟସ ଯାଉ, ମୁଁ ବିବାହ କରେ, ମୋର ପତ୍ନୀ ଆସନ୍ତୁ, ମୁଁ ସାଂସାରିକ ସୁଖ ସୁବିଧା ଉପଭୋଗ କରେ, ପିଲାଛୁଆ ହୁଅନ୍ତୁ, ତାପରେ ବ୍ରହ୍ମଜ୍ଞାନ ତ ଅଛି, ମୁଁ ତ ଏବେ ବଞ୍ଚିବି 100 ବର୍ଷ, ତେବେ ବର୍ତ୍ତମାନ 20-25 ବର୍ଷ କାହିଁକି ଏତେ କମ୍ ବୟସରୁ ମୁଁ ଆଧ୍ୟାତ୍ମିକ ପଥରେ ଯିବି, ନିଜକୁ ଜାଣିବା ପାଇଁ ଚେଷ୍ଟା କରିବି, ନିଜ ଜୀବନକୁ ନିରସ କରିବି। ତଥାକଥିତ ସାଧୁ ସନ୍ଥମାନଙ୍କର ଯେଉଁ ତପସ୍ୟା, କଠୋରରୁ କଠୋର ତପସ୍ୟା ବା ଆପଣଙ୍କର ସାଂସାରିକ ଭୋଗବିଳାସର ପରିତ୍ୟାଗ କାହିଁକି କରିବି, ସମୟ ତ ଅଛି, ପରିଣତ ବୟସ ଆସୁ, କଳା କେଶ ପାଚିଲା ହଉ, ତେବେ ଯାଇ ମୁଁ ସେ ବ୍ରହ୍ମଜ୍ଞାନ ପ୍ରତି ଆକୃଷ୍ଟ ହେବି। ବର୍ତ୍ତମାନ ଇନ୍ଦ୍ରିୟମାନେ ସଚଳ ଅଛନ୍ତି, ସକ୍ଷମ ଅଛନ୍ତି, ସତେଜ ଅଛନ୍ତି, ଟିକେ ମୁଁ ଉପଭୋଗ କରିନିଏ ସଂସାରକୁ ଭଲ ଭାବରେ, ତେବେ ଯାଇ ସେ ଆଧ୍ୟାତ୍ମିକ ପଥରେ, ସାଧନା ପଥରେ, ଭଗବତ ପ୍ରାପ୍ତି ପଥରେ ବା ନିଜର ସ୍ୱରୂପକୁ ଅନ୍ୱେଷଣ ଆବିଷ୍କାର କରିବା ପଥରେ, ସାଧନା ପଥରେ ମୁଁ ଆଗେଇବି। କିନ୍ତୁ ଏଇଭଳି ଭାବରେ ପ୍ରତି ମୁହୂର୍ତ୍ତରେ ଆମ୍ଭମାନଙ୍କର ସଂକଳ୍ପ ଅବହେଳିତ ହୋଇ ଚାଲେ, କେବେ ସଫଳକାମୀ ହୁଏ ନାହିଁ, ଦିନକୁ ଦିନ ତାହା ଗଡ଼ି ଗଡ଼ି ଚାଲେ। ଏପରି ଏକ ସମୟ ଆସେ ଯେ କି ନେଡ଼ିଗୁଡ଼ କହୁଣିକି ବୋଇଯାଏ। ଆଜ୍ଞା, ଆପଣ ମୃତ୍ୟୁ ଶଯ୍ୟାରେ ଅପେକ୍ଷା କରନ୍ତି ସେହି ଶେଷ ମୁହୂର୍ତ୍ତକୁ, କିଭଳି ଭାବରେ ଏହି ପ୍ରାଣଟି ଛାଡ଼ି ଚାଲିଯିବ। ସେତେବେଳେ ଆପଣଙ୍କ ହାତରେ ବା ଆମମାନଙ୍କ ହାତରେ କୌଣସି ଉପାୟ ନଥାଏ ସାଧନ କରିବାର, ସତ୍ସଙ୍ଗ ଯିବାର, ସାଧୁସଙ୍ଗ କରିବାର କୌଣସି ସମୟ ନଥାଏ, ସୁବିଧା ନଥାଏ ବା ଆମମାନଙ୍କର ଶରୀର ତାହାକୁ ଅନୁମତି ଦିଏ ନାହିଁ। ଠିକ୍ ଏଇଭଳି ଭାବରେ ପ୍ରତି ମୁହୂର୍ତ୍ତରେ ସେ ସତ୍କାର୍ଯ୍ୟ, ବିଶେଷ କରି ନିଜକୁ ଆବିଷ୍କାର ବା ବ୍ରହ୍ମବିଦ୍ୟା ପ୍ରାପ୍ତିରେ ବିଭିନ୍ନ ବାଧାବିଘ୍ନ ଆକାରରେ ନିଜର ଯେଉଁ ଆନ୍ତରିକ ବୃତ୍ତିମାନ ଅଛନ୍ତି, ଏହା କୌଣସି ଶତ୍ରୁ ବା ଯୋଦ୍ଧାଙ୍କ ତୁଳନାରେ କମ୍ ନୁହନ୍ତି। ଏହି ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ବୃତ୍ତି ବା ଇଚ୍ଛା ବା ଚିନ୍ତା ବା ଭାବନା ଗୁଡ଼ିକ ସେହି ସତ୍ କାର୍ଯ୍ୟରେ
ସେହି ସଂକଳ୍ପ ସିଦ୍ଧିରେ ବାଧା ସୃଷ୍ଟି କରନ୍ତି। ତେଣୁ ଏହି ବାଧା ଗୁଡ଼ିକ ଯୋଗ ଦର୍ଶନ ଶାସ୍ତ୍ରରେ ଆପଣଙ୍କର 9ଗୋଟି ଅଛି। ବ୍ୟାଧି, ସ୍ତ୍ୟାନ, ସଂଶୟ, ପ୍ରମାଦ, ଆଳସ୍ୟ, ଅବିରତି, ଭ୍ରାନ୍ତି ଦର୍ଶନ, ଏଇଭଳି ଭାବରେ 9ଗୋଟି ବାଧା ଅଛି। ଏବଂ ଏହାକୁ ଯଦି ଆମେ ସ୍ଥୂଳ ଭାବରେ ଦେଖିବା, ସେ ହେଉଛି ଆମ୍ଭମାନଙ୍କର ଧନ ସମ୍ପତ୍ତି ପ୍ରତି ତୀବ୍ର ଇଚ୍ଛା, ଏ ଗୋଟିଏ ବାଧା। ଦ୍ୱିତୀୟ, ଦ୍ୱେଷ ଅର୍ଥ ଘୃଣା କରିବା ଏବଂ କ୍ରୋଧ। ତୃତୀୟ, ଅଶ୍ରଦ୍ଧା, ନାସ୍ତିକତା। ଚତୁର୍ଥ, ମିଥ୍ୟାଭିନିବେଶ। ତେଣୁ ଏସବୁ ବାଧା ଯେ ପର୍ଯ୍ୟନ୍ତ ଦୂରୀଭୂତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ନିଜକୁ ଜାଣିବା କଷ୍ଟ ନୁହେଁ ଆଜ୍ଞା, ଅସମ୍ଭବ ପ୍ରାୟ ଲାଗେ। ତେଣୁ ଆପଣଙ୍କର ଯେଉଁ ଶତ୍ରୁ ରହିଲେ ବା ଆନ୍ତରିକ ଯେଉଁ ବାଧା ରହିଲା, ଧନ ପ୍ରତି ତୀବ୍ର ଇଚ୍ଛା, ଦ୍ୱେଷ, କ୍ରୋଧ, ଅଶ୍ରଦ୍ଧା, ନାସ୍ତିକତା, ମିଥ୍ୟା ଅଭିନିବେଶ ବା ମୃତ୍ୟୁର ଭୟ, ଅଜ୍ଞାନତା, ଏସବୁକୁ ଦୂର କରିବାକୁ ପଡ଼ିବ। ଏହି ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିବ। ଏହାକୁ ପରାସ୍ତ କରିବାକୁ ହେଲେ ଏହାର ବିପରୀତ ଯେଉଁ ମାନସିକ ଗୁଣାବଳୀ ଅଛି ବା ମାନସିକତା ଅଛି, ତାହା ହେଉଛି ଦାନ, ଉଦାରତା, ନିସ୍ପୃହା। ଦ୍ୱିତୀୟରେ ପ୍ରେମ, କ୍ଷମା, ସଦ୍ଭାବ। ତୃତୀୟରେ ଶ୍ରଦ୍ଧା ଏବଂ ଆସ୍ତିକତା। ଏବଂ ଚତୁର୍ଥରେ ସତ୍ୟାନ୍ୱେଷଣ, ସତ୍ୟକୁ ଖୋଜିବା। ପରମ ସତ୍ୟ କ'ଣ, ସେ ଈଶ୍ୱର ତତ୍ତ୍ୱ କ'ଣ, ମୋ ନିଜର ସ୍ୱରୂପ କ'ଣ, ଏହାର ଅନ୍ୱେଷଣ। ଏହିଭଳି ଆନ୍ତରିକ ସଦ୍ଭାବନା ବା ଏଭଳି ପ୍ରେରଣାଦାୟକ ଗୁଣାବଳୀକୁ ଆମ୍ଭମାନଙ୍କୁ ଆୟତ୍ତ କରିବାକୁ ପଡ଼ିବ। ଦାନ, ଉଦାରତା, ନିସ୍ପୃହା, ପ୍ରେମ, କ୍ଷମା, ସଦ୍ଭାବ, ଶ୍ରଦ୍ଧା, ଆସ୍ତିକତା ଏବଂ ସତ୍ୟକୁ ଖୋଜିବାର ପ୍ରଚେଷ୍ଟା। ଯଦି ଏହା ଆମ୍ଭମାନଙ୍କ ଜୀବନରେ ଲାଗି ରହେ, ନିଶ୍ଚିତ ରୂପରେ ନିଜକୁ ଆବିଷ୍କାର କରିବା ବା ମୁଁ ଯେ ସଦାନନ୍ଦ ଦେହି, ମୋ ବିନୁ ଅନ୍ୟ ଗତି ନାହିଁ, ଏହା ପ୍ରମାଣିତ ଆମ୍ଭମାନଙ୍କ ଜୀବନରେ ହୋଇପାରିବ ଆଜ୍ଞା। ଯେଭଳି ଭାବରେ କସ୍ତୁରୀ ମୃଗ ସେହି କସ୍ତୁରୀର ବାସ୍ନାରେ ବିଭୋର ହୋଇଯାଏ, ସେ ସାରା ଜଙ୍ଗଲରେ ଘୂରି ବୁଲେ ସେହି ବାସ୍ନାର ଅନୁସନ୍ଧାନରେ, ଅନ୍ୱେଷଣରେ, କିନ୍ତୁ ସେ କଦାପି ସେ ବାସ୍ନାର, ସେ ସୁଗନ୍ଧର ଠିକଣା ଲଗାଇ ପାରେ ନାହିଁ। ଯଦିଚ ସିଏ ନିଜର ନାଭିରୁ ସେ ବାସ୍ନା ନିର୍ଗତ ହୋଇଥାଏ, କିନ୍ତୁ ସାରା ଜଙ୍ଗଲକୁ ସିଏ ଏକାକାର କରିଦିଏ, ଲହୁଲୁହାଣ ହୋଇଯାଏ। ସେ ଆପଣଙ୍କର ଶେଷରେ ତା'ର ପ୍ରାଣ ଛାଡ଼ି ଚାଲିଯାଏ। ଠିକ୍ ସେହିଭଳି ଭାବରେ ଯେଉଁ ଆନନ୍ଦକୁ, ଯେଉଁ ପରମ ସୁଖକୁ ଆମ୍ଭେମାନେ ପ୍ରତି ବସ୍ତୁରେ, ପ୍ରତି ସମ୍ପର୍କରେ, ପ୍ରତି ପଦପଦବୀରେ ପାଇବା ପାଇଁ ଆଜୀବନ ଆମରଣ ଜନ୍ମରୁ ଜୁଇ ଅନ୍ୱେଷଣ କରିଥାନ୍ତି, ଖୋଜିଥାନ୍ତି, ତାହା ଆମେ କଦାପି ସେହି କସ୍ତୁରୀ ମୃଗ ପରି ପାଇପାରିନଥାନ୍ତି। ଶେଷରେ ଏହି ଜୀବନଟି ହାଉତାସରେ କଟେ ଏବଂ ଅଶାନ୍ତି ଅଭିଯୋଗରେ କଟେ। ତେଣୁ ପ୍ରକୃତରେ ଏହି ନବବର୍ଷରେ 2024ରେ ଆମେମାନେ ସମସ୍ତେ ଗୋଟିଏ ସଂକଳ୍ପ ନେବା। ଏହି ନବବର୍ଷଟି ନୂତନ ସଂକଳ୍ପର ବର୍ଷ ହେଉ, ଆଧ୍ୟାତ୍ମିକ ସାଧନାର ବର୍ଷ ହେଉ, ସିଦ୍ଧିର ବର୍ଷ ହେଉ, ସମୃଦ୍ଧିର ବର୍ଷ ହେଉ, ସତ୍ୟ ଅନ୍ୱେଷଣର ବର୍ଷ ହେଉ,
ତେଣୁ ଆସନ୍ତୁ ଗୋଟିଏ ନୂଆ ସଂକଳ୍ପ ସହିତ ଏ 2024କୁ ଆମ୍ଭେମାନେ ସ୍ୱାଗତ କରିବା। ଆଧ୍ୟାତ୍ମିକ ଉନ୍ନତି ପାଇଁ ନିଜକୁ ଆବିଷ୍କାର କରିବା ପାଇଁ ଗୋଟିଏ ସଂକଳ୍ପ ନେବା, ଯିଏକି ମୁଁ ପ୍ରତ୍ୟହ ସାଧନା କରିବି, କିଛି ସତ୍ସଙ୍ଗ କରିବି, ସତ୍ସଙ୍ଗ ଶୁଣିବି, ସାଧୁସଙ୍ଗ ସହିତ ସମ୍ପର୍କ ରକ୍ଷା କରିବି, ସତ୍ଶାସ୍ତ୍ର ଆଧ୍ୟାତ୍ମିକ ବା ଆତ୍ମଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ଅଧ୍ୟୟନ କରିବି, ସ୍ୱାଧ୍ୟାୟ କରିବି ଏବଂ ମୋ ସାଧନକୁ କେବେ ଛାଡ଼ିବି ନାହିଁ। ନିତ୍ୟ ନୈମିତ୍ତିକ ସମୟରେ ସାଧନା କରିବି। ନିଜକୁ ଆବିଷ୍କାର କରିବାରେ ଯେଉଁ ବାଧାବିଘ୍ନ ଆସିବ ତାହାର ସମ୍ମୁଖୀନ ହେବି ଏବଂ ତାକୁ ପରାସ୍ତ କରିକି ସିଦ୍ଧିପ୍ରାପ୍ତ କରିବି। ମୁଁ ଯେ ନିଜେ ସଦାନନ୍ଦ ଦେହି ଆତ୍ମତତ୍ତ୍ୱ ଚୈତନ୍ୟ ତତ୍ତ୍ୱ ଏଥିରେ ଉପନୀତ ହେବି ବା ନିଜକୁ ଆବିଷ୍କାର କରିବାରେ ସଫଳ ହେବି। ପୁନର୍ବାର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ଆପଣମାନେ ଦୀର୍ଘ ଦିନ ଧରି ଏହି ଚ୍ୟାନେଲ୍ ସହିତ ଜଡ଼ିତ ଅଛନ୍ତି। ଆପଣମାନଙ୍କର ମୂଲ୍ୟବାନ ମତାମତ ଦେଉଛନ୍ତି। ଆପଣଙ୍କର ଅମୂଲ୍ୟ ସମୟ ଏଥିରେ ବିନିଯୋଗ କରୁଛନ୍ତି, ଯାହା ପାଇଁ ମୁଁ ଆପଣଙ୍କ ନିକଟରେ ଚିର ଋଣୀ ରହିବି। ଆପଣମାନଙ୍କର ସମୟର ସାର୍ଥକତା, ସମୟର ମୂଲ୍ୟକୁ ସମ୍ମାନ ଦେଇ ଆଧ୍ୟାତ୍ମିକ ଯେଉଁ ବିଦ୍ୟା ଅଛି, ଅସରନ୍ତି ବିଦ୍ୟା ଅଛି, ସେଇ ବିଦ୍ୟା, ସେ ଜ୍ଞାନ ଆପଣଙ୍କ ନିକଟରେ ଦିନକୁ ଦିନ ଗଭୀରରୁ ଗଭୀର ତତ୍ତ୍ୱ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ହେଉଛି ଏବଂ ଏଥିପାଇଁ ଆପଣମାନଙ୍କର ସେଇ ଅମୃତ ତୁଲ୍ୟ ଶ୍ରଦ୍ଧା, ସ୍ନେହ, ଆଶୀର୍ବାଦ ନିଶ୍ଚିତ ରୂପରେ କାମ୍ୟ। ଆପଣଙ୍କର ମୂଲ୍ୟବାନ ମତାମତ ନିଶ୍ଚିତ ରୂପରେ ମୋତେ ଆଗକୁ ଯିବା ପାଇଁ ବା ଆପଣମାନଙ୍କର ଏହି ବାଣୀ ମାଧ୍ୟମରେ ସେବା କରିବା ପାଇଁ ବଳ ଦେବ। ତେଣୁ ଆପଣମାନେ ନିଶ୍ଚିତ ରୂପରେ ଏହି ଚ୍ୟାନେଲ୍ ସହିତ ଜଡ଼ିତ ରୁହନ୍ତୁ ଏବଂ ନିଜେ ଗୋଟିଏ ସଂକଳ୍ପବଦ୍ଧ ହୁଅନ୍ତୁ। ଏହି ନବବର୍ଷଟି କିଭଳି ଭାବରେ ଆପଣଙ୍କ ଜୀବନରେ ଏକ ନୂତନ ବର୍ଷ ହେବ, ଗୋଟିଏ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଆପଣ ସେହି ସଦ୍ଗୁରୁଙ୍କର ସାଧନା ସହିତ, ଆତ୍ମଜ୍ଞାନ ସାହିତ୍ୟ ସହିତ ଜଡ଼ିତ ହୁଅନ୍ତୁ, ଯାହାକି ମୋ ଜୀବନରେ ବହୁତ ପରିବର୍ତ୍ତନ ଆଣିଛନ୍ତି, ଯାହାଙ୍କର ସାନ୍ନିଧ୍ୟ, ସାଧନା ଏବଂ ସାହିତ୍ୟ। ତେଣୁ ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରିବି, ଯଦି ଆପଣ ପ୍ରକୃତରେ ସତ୍ୟକୁ ଜାଣିବା ପାଇଁ ଚାହାନ୍ତି, ନିଜ ସ୍ୱରୂପ ଅଭିମୁଖେ ଯାତ୍ରା କରିବା ପାଇଁ ଚାହାନ୍ତି, ଆପଣ ଯେ ସଦାନନ୍ଦ ଦେହି ତତ୍ତ୍ୱ, ଆତ୍ମତତ୍ତ୍ୱ, ଚୈତନ୍ୟ ସତ୍ତା, ତାହେଲେ ତାହାକୁ ଅନୁଭବ କରିବାରେ ପରମ କାରୁଣିକ ଯୁଗ ଅବତାର ଆପଣଙ୍କର ସଦ୍ଗୁରୁଦେବ ଶ୍ରୀମୁନି ମହାରାଜଙ୍କର ଯେଉଁ ଅଷ୍ଟାଦଶ ଚକ୍ର ଭେଦନ କ୍ରିୟା ଅଛି, ଯେଉଁ ଯୋଗ ବ୍ୟାୟାମ ଅଛି ଏବଂ ସଦ୍ଗୁରୁଙ୍କର ଯେଉଁ 50ରୁ ଉର୍ଦ୍ଧ୍ୱ ସତ୍ ସାହିତ୍ୟ, ଆତ୍ମଜ୍ଞାନ ସାହିତ୍ୟ ରଚନା କରିଯାଇଛନ୍ତି, ତାହା ନିଶ୍ଚିତ ରୂପରେ ଆପଣମାନଙ୍କର ବ୍ରହ୍ମବିଦ୍ୟା ପ୍ରାପ୍ତିରେ ଯେଉଁ ଯୋଦ୍ଧାଙ୍କ କଥା ପ୍ରଥମ କହିଥିଲି ନା, ସେ ଯୋଦ୍ଧାମାନଙ୍କ ସହିତ ଲଢ଼ିବାରେ ନିଶ୍ଚିତ ରୂପରେ ଆପଣଙ୍କୁ ସହଯୋଗ କରିବ, ସାହାଯ୍ୟ କରିବ। ଆପଣ ସେ ଯୋଦ୍ଧାମାନଙ୍କୁ ପରାସ୍ତ କରି ନିଜେ ନିଜର ଧାମକୁ ଆପଣ ଫେରିବେ। ନିଜେ ନିଜର ସ୍ୱରୂପ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତୁ। ଏହି ନବବର୍ଷରେ ଏହି ନବ ସଂକଳ୍ପ ନିଅନ୍ତୁ ଏବଂ ଆପଣ ଯେ ଚୈତନ୍ୟ ସତ୍ତା, ଆପଣ ଦେହ ନୁହନ୍ତି, ଦେହି ତତ୍ତ୍ୱ, ଏହି ଶରୀରକୁ ପାଳନ ପୋଷଣ କରୁଥିବା ତତ୍ତ୍ୱ, ଏହି ଶରୀରର ଉର୍ଦ୍ଧ୍ୱରେ ଅବସ୍ଥାନ କରୁଥିବା ଚୈତନ୍ୟ ସତ୍ତା, ସାରା ଜଗତର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରଣକର୍ତ୍ତା। ତେଣୁ ସେ ଆତ୍ମତତ୍ତ୍ୱରେ
ଆପଣ ଉପସ୍ଥିତ ହୁଅନ୍ତୁ। ସଦ୍ଗୁରୁଙ୍କର ସାଧନାକୁ ଆପଣ ଶ୍ରଦ୍ଧାର ସହିତ ଗ୍ରହଣ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କର ଆଧ୍ୟାତ୍ମିକ ପ୍ରଗତି ହେବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଆପଣମାନଙ୍କର ଅତି ମୂଲ୍ୟ ଉଚ୍ଚକୋଟୀର ମତାମତ ଦେବାକୁ ଭୁଲିବେ ନାହିଁ। ଏହା ଆପଣଙ୍କର ଆଶୀର୍ବାଦ ସ୍ୱରୂପ। ତେଣୁ ଏ ନବବର୍ଷରେ ପୁନର୍ବାର ଆପଣମାନଙ୍କର ସର୍ବାଙ୍ଗୀନ ଉନ୍ନତି କାମନା କରି ବାଣୀକି ବିଶ୍ରାମ ଦେଉଛି। ପ୍ରଣାମ ଆଜ୍ଞା। ସପ୍ରେମ ଜୟ ଜୀବ।